ରାଜା ତୁ ପଇସାଟା ଏତେ ଦିନ ହେଲା ନେଲୁଣି ଦଉନୁ କଣ ପାଇଁ? ଏତେ ଦିନ ହେଲାଣି ତତେ କେତେ ଦିନ ହେଲା ମୁଁ କହିଲିଣି ପଇସାଟା ଦେ ପଇସାଟା ଦେ। କଣ କହିବି ବାବୁ ଭାଇ, କହନା କହନା ବିଲ ପତ୍ର ହେଇନି, ପଇସା ପତ୍ର ନାହିଁ, ଦଶହରା ଫସରା ଯାଇଛି। ଆଉ ତୁ ଏତେ ଦିନ ଡେରି କଲେ କେମିତି କଣ ହବ? କୁଆଡୁ କଣ ଏମିତି ପଇସା ଖଣ୍ଡେ ପଳେଇ ଆସନ୍ତାନି। 4 ଜଣ ଯାକ ଯାଉଥିବା ରାସ୍ତାରେ ବ୍ୟାଗ ଆଟାଚ ମିଳିଯାଆନ୍ତା। ଆଠଟା ଜଣ ହଉ, ବ୍ୟାଗ ଖଣ୍ଡେ ହଉ, ନାଇଁ ନାଇଁ ଆଉ ବସ୍ତା ହଁ ବସ୍ତା ହେଲେ ବି ଚଳିବ, ଅଧିକା ବସ୍ତା ହେଲେ ବି ଚଳିବ, ବେଶୀ ନାହିଁ 4 ଗୁଣ। ନା ନା ଯଦି ମିଳିବ ତ 10 କୋଟି ମିଳିବ କାଳେ। ହଁ ବଡ 10 କହିନି, ବାବୁ ଭାଇର ଗୋଟିଏ, ପାପା ଭାଇର ଗୋଟିଏ, ରାଜା ଭାଇର ଗୋଟିଏ, ବାବୁ ଭାଇର ଆଉ ଗୋଟିଏ, ପାପା ଭାଇର ଆଉ ଗୋଟିଏ, ରାଜା ଭାଇର ଆଉ ଗୋଟିଏ, ଆଉ ଗୋଟିଏ ମୋର। ଆବେ 8 କୋଟି ତ ହେଇଗଲା, ଆଉ 2 କୋଟି। ଆଉ 2 କୋଟି ଶୁଦ୍ଧ ଶୁଦ୍ଧ ପଇସାରେ ଏନ୍ଜୟ କର। ଯୋଉ ଗୋଟିଏ ଗୋଟିଏ ତମେ ପାଇଛ ନେଇକି ଗାଡିଟେ କିଣିଦିଅ, ବିଜନେସ ରେ ଲଗା, ଏନ୍ଜୟ କରେ। ବେଶ ବାପା ମାଙ୍କ ନାଁରେ ଜାଗା ଖଣ୍ଡେ କିଣିକି ପକା, ଏନ୍ଜୟ କରେ। ବାଇକ ନା ଆବେ ନା ନାଇଁ ମାଇକ ନା, ସତରେ ଶାଢୀରେ ମାଇକ ନା ଶାଢୀ ଦେଇକି ପଳେଇବ। ମୋର ଦେଖୁନି ଏ ଭିଡିଓ ବୋଧେ ଯାଇ ମରିଯିବ। ଆଉ କଣ ପଳେଇବ। ନୋଟ ଓରିଜିନାଲ କି ଡୁପ୍ଲିକେଟ ଆଗ ଗୋଟେ ଦିନ ଚେକ୍ କରିବା। ଗୋଟେ ଚଲେଇଲେ ଚାଲିଲା ତ ଆଉ। ମତେ ଲାଗୁଛି ମୁଁ କୋଟିପତି ହେଇଗଲିଣି ମନ ଭିତରୁ। ପଇସା ପଳେଇ ହଁ। ତମେ କଣ କିଣିବ କହିଲ? ମୁଁ ତ ବ୍ୟାଡମିଣ୍ଟନ ପୁରା ଇଣ୍ଡିଆ ବ୍ୟାଡମିଣ୍ଟନ ଶୋରୁମ ଗୋଟେ କରିବି। କହିଲ ଯେ ତମର ମୋର ଦରକାର ଟୁର। ତମର ଗାଡି ତୁ କଣ କରିବୁ? ଆଇଲାଣି ଆକାଉଣ୍ଟ ପଇସା। ମୋ ତ ପଇସା ଆସିଲେ ମୁଁ ଖାଲି ସ୍ୱପ୍ନ ପୂରଣ ହେଇଗଲା। ଚାଲ ଘର ଆଉ ପଛେ ସ୍ୱପ୍ନ ପୂରଣ କରିବୁ, ଆଗ ଚାଲ ଘରକୁ। ଗାଡିରେ ତେଲ ନଥିଲା। 20 ଟଙ୍କା ଦେଲେ ଲବା ପାଇଁ 10 କୋଟିର ସ୍ୱପ୍ନ ଦେଖିବୁ, 20 ଟଙ୍କା ମତେ ମାଗିବ। ଚାଲ ପେଲିକି ପଳେଇବା। ମୁକ୍ତି ଦେବା ବାଟରେ ଗଡେଇ ଦେବା ଆଉ ବସ ବସ।